ସନ୍ତୁ 25 ରନରେ ଅପରାଜିତ ଯିଏକି 5ଟି କ୍ୟାଚ୍ ମିସ୍ ହେଇଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅପରାଜିତ ହେଇକି ଅଛନ୍ତି। ପିଚ୍ ମଧ୍ୟରେ ସନ୍ତୁ ଆଜି ଗୋଟେ ବଡ଼ ସ୍କୋର କରିବେ। ସନ୍ତୁ ପରବର୍ତ୍ତୀ ବଲ୍ ନେଇ ଆସିଛନ୍ତି ନିଖିଲ। ସାମ୍ନାରେ ସନ୍ତୁ ବଢିଆ ବଲ୍ କିନ୍ତୁ ଅଫସାଇଡ୍ ସାମାନ୍ୟ ବାହାର ଥିଲା। ୱାଇଡ୍ ଅମ୍ପାୟାର ଡିସିସନ୍ ଫାଇନାଲ ଡିସିସନ୍ କୌଣସି ଯୁକ୍ତିତର୍କ କରିବା ବୃଥା। ଏ ବଲଟାକୁ ପୁଣି କରିଦେଇଥିଲେ ଲିଟନ ପାଖକୁ। ସୁନ୍ଦର ଫିଲ୍ଡିଂ ଡାଇରେକ୍ଟ ହାତ ପାଖକୁ ବଲ୍ ଆସିଥିଲା। କୌଣସି ରନ୍ ନାହିଁ। ଲିଟୁ ଡାଇରେକ୍ଟ ଗୁଟୁଙ୍କ ପାଖକୁ ବଲ୍ ଦେଇ ଦେଇଛନ୍ତି। ବଲଟା ଅଫସାଇଡ୍ ସାମାନ୍ୟ ବାହାର ଥିଲା। ୱାଇଡ୍ ନିଖିଲ ସୁନ୍ଦର ବଲ୍। ଲାଇନରେ ବଲ୍ ପକାଉଛନ୍ତି ନିଖିଲ। ବଲଟା ବହୁତ ଅଫସାଇଡ୍ ବାହାର ଥିଲା। ୱାଇଡ୍ ନିଖିଲ 2ଟି ବଲ୍ ପକେଇ ସାରିଲେଣି। ଦଳୀୟ ସ୍କୋର 61। ଏ ବଲଟାକୁ ସୁନ୍ଦର ଭାବରେ ମାରିଦେଇଥିଲେ। ବଲଟି ଛକା। ସନ୍ତୁ ତାଙ୍କର ଖେଳ ବଜାଇ ରଖିଛନ୍ତି। ଗୋଟେ ସାଇଡ୍ ପଟେ ଠିଆ ହୋଇ ଗୋଟେ ପରେ ଗୋଟେ ଛକା ମାରି ଚାଲିଛନ୍ତି। ଆଜି ଶେଷ ପର୍ଯ୍ୟନ୍ତ ରହିବେ। ଏ ବଲଟାକୁ ଘୁରାଇ ମାରିଥିଲେ ଦେଖାଯାଉ। କ୍ୟାଚ୍ ମିସ୍। ବାରମ୍ବାର କ୍ୟାଚ୍ ମିସ୍। ସନ୍ତୁଙ୍କର 6ଠ କ୍ୟାଚ୍ ମିସ୍। ଏ ବଲଟାକୁ ସୁନ୍ଦର ମାରି ଦେଇଥିଲେ ସିମ୍ପଲ ଛକା। ଯିଏକି ଆମର ଫିଲ୍ଡ କୋଚ୍ ହାପି ଭାଇଙ୍କ ପାଖକୁ ବଲ୍ ଚାଲି ଯାଇଛି। କ୍ୟାଚ୍ ଧରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସିଏ ବି କ୍ୟାଚ୍ ମିସ୍ କରିଦେଇଛନ୍ତି। ଏ ବଲଟା ସ୍ଲୋ ବଲ୍ ପକେଇଥିଲେ। ବ୍ୟାଟ୍ସମ୍ୟାନ୍ ବୁଝି ପାରିନଥିଲେ। 7 ଓଭର ଶେଷ ସୁଦ୍ଧା ଦଳୀୟ ସ୍କୋର 74। 2 ୱିକେଟ୍ ଲସ୍। ମୂଲ୍ୟବାନ 2 ୱିକେଟ୍ ଲସ୍। 74 ସ୍କୋର। ଦେଖାଯାଉ ସନ୍ତୁ ଆଜି କେତୋଟି ଜୀବନ ଦାନ ପାଉଛନ୍ତି। ଜୀବନ ଦାନ ଉପରେ ଜୀବନ ଦାନ ପାଇ ଏଠି ଏପର୍ଯ୍ୟନ୍ତ ପିଚ୍ ମଧ୍ୟରେ ସେ ଠିଆ ହେଇଛନ୍ତି। ଲାଗୁଛି ଆଜି ନାରାୟଣଙ୍କ ପାଖରେ ଲଡୁ ଖାଇ ଆସିଛନ୍ତି। ପରବର୍ତ୍ତୀ 8ମ ଓଭର ନେଇ ଯାଇଛନ୍ତି ଲିଟୁ। ଯିଏକି